କଥାରେ ଅଛି ବା ସର୍ବକୁ ଲିଶୁଣି ନାହିଁ କି ବଡ ଲୋକକୁ ଉତ୍ତର ନାହିଁ। ଇଏ ତ ବଡ ଲୋକ ଲୋ, ମାଆକୁ କିଏ କହିବ? ବାବାରେ ତୋ ଭଳିଆ ଲୋକ ରହିଲେ ମୋ ଦୋକାନଟା ପୁରା ବୁଡେଇ ଦଉ। ତୁ ଗଲୁ ଗଲୁ ଏଇଠୁ ବେଗି ଖୁରା କାଢିକିରି ବାହାରେ ବାହାରି। ଆଜ୍ଞା ଇଏ କଣ କହିପାରିବ କି? ଇଏ ତ ଏମିତିକା ଗୋଟେ ମୂର୍ଖ, ସବୁବେଳେ ଚାଲାକି ଦେଖେଇ ହେଉଛି କିନ୍ତୁ ପଦ ପକା ହେଇକିରି ନିଜର ଅସମ୍ମାନ ଲଢୁଛି। ଆକୁ ଆପଣ କଣ ପଚାରିବେ କି ଏମିତି? ମୋର ଭୁଲ ହେଇଯାଇଛି ଆଜ୍ଞା, କ୍ଷମା କରିଦିଅନ୍ତୁ। ଗୁରୁଜନ ମାନେ, ଆପଣ ମାନେ କ୍ଷମା କରିଦିଅନ୍ତୁ ମତେ। କିରେ ହରିଆ ଭାଇ, ଏଠି କଣ କରୁଛୁ କିରେ? କିରେ ରଘୁଆ, ତୋ ଆଖିରେ କଣ ବାଜି ଯାଇଛି କିରେ? କିଛି ଦୁଶୁନି ତତେ? ଦେଖୁଛ ପରା ମୁଁ ଚାଷ କାମ କରୁଛି, ଆଉ ସୁଆଦ ଖାଇକିରି ସୋରେ ହେଇକିରି ପଚାରୁଛୁ କଣ କଣ କରୁଛୁ କିରେ? କୁଆଡୁ ଆଉଛ ରେ? ଆରେ ଚାଷ କରୁଛୁ? ଚାଷ ଗୋଟେକ ଅପୂର୍ବ ଜିନିଷଟା ଯେ, ଏଇଟା ମୋ ବାଁ ହାତର ଖେଳ। ମୁଁ ଖାଲି କରୁନି ନା, ଆଉ କରିଥିଲେ କେତେ ଫସଲ ଉଗାନ୍ତି ଆଉ କହିବାକୁ ନାହିଁ। ଓ ଉଆ ଯେତେ ଉଭା ସେତେ, ସବୁ ହେନ୍ଦାରେ ବାପ। ହଁ ହଁ, ତୁ ତ କରିଥିଲେ କେତେ ଫସଲ ଉଗାଇ ପକାନ୍ତୁଣି। ଆଉ ରହିଲା କଥା, ଖାଲି ଶୁଖିଲା ପବନ ଗୁଡାକ ଛାରେ ନା ରେ ବାପ। ଆରେ ତତେ ରାଗୁଛୁ କଣ ଯେ? ମୁଁ ତତେ ଗୋଟେ ଖୁସିରେ ପଚାରିଲି, ଏତେ ରାଗେନା। ଆରେ ଭଲ ନାହିଁ ଏଗୁଡାକ ଦେହକୁ, ଏତେ ରାଗେନା ରେ। ଚାଲେ ଚାଲେ ସିଆଡେ, ତୁଛାଡରେ ମୋ ସମୟ ନଷ୍ଟ କରନା। କୁଆଡୁ କୁଆଡୁ ଥାଉଛ, ଖାଲିଟାରେ ଆଇକିରି ଗାଁରେ ବାଣ୍ଟିବା ଏକା ତତେ ଜଣା, ଆଉ କିଛି କାମ ନାହିଁ। ଗାଁରେ ତୁ ଏକାରେ ଗୋଟେ ରହିଲୁ। ଓହୋ, ଛାଡେ ଛାଡେ, ମୋ ସମୟ ନଷ୍ଟ କରନା, ଯା ସିଆଡେ ଯା, ପଛେ କେତେବେଳେ କଥା ହବା ତୋ ସହିତ। ହଉ ହେଲା ହେଲା, ତୁ ଯାହା କହୁଛୁ ଖରାପ ଭାବନା ହେଲା। ହଉ ମୁଁ ଚାଲିଯିବି, କିଛି ଅସୁବିଧା ନାହିଁ ହେଲା। ତୁ ଏମିତି ରାଗିଲେ ଏଗୁଡାକ କଣ ଭଲ? ହଉ ଛାଡେ ଛାଡେ। ଆଜିକାଲିକା ଦୁନିଆରେ କାହାକୁ କଣ କହିବାଟା ଏକା ବଡ ଭୁଲ। ମୁଁ ତାକୁ ଯାଇକିରି ତାର ଟିକେ ହାଲଚାଲ କଥା ପଚାରିଲି, ସିଏ ଏକା ମତେ ଆଡୁଆ କଥା କହୁଛି। କଣ କରିବା, କିଛି ତ ବିକଳ୍ପ ନାହିଁ। ଆଉ ଛାଡ, ଯାହା ହେଲା ହେଲା। ଯିଏ ଯାହା କହିଲା ସହିକି କାମ ଚଳେଇବାକୁ ପଡିବ। ହଉ 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 ଆଉ। କିରେ ଗୋପାଳ ଭାଇ, ଏଠି କଣ ନୂଆ ଗୋଟେ ମିଠା ଦୋକାନ ଖୋଲିଲୁ କି? ତୁ ସହରରୁ ଆସିକିରି ସେଇଠି ମିଠା ଶିଖିଲୁ, ଏଇଠି ଆସି ବେପାର କଲୁ? ଭାରି ଚାଲାକିରେ ତୁ ଆଉ। ଆରେ ଦେଖେ, ବାହାରେ ରହିଲେ ବେଶୀ ଖର୍ଚ୍ଚ ହଉଛି, ସେଥିପାଇଁ ମୁଁ ଭାବିଲି ମୁଁ ଗାଁକୁ ଯିବି ହେରି, ଯାହା କିଛି ଶିଖିଛି ସେଥିରେ ନିଜର ପେଟ ପାଟଣା ପୋଷିବି। ସେଥିପାଇଁ ପରା ଆସିକିରି ଏଇଠି ନୂଆ ଦୋକାନଟେ ଖୋଲିଛି। ଆରେ ମୁଁ ଜାଣିଛୁ ନା, ଏମିତି ବେପାର କରିବି ଟଙ୍କା ପେଡି ଆଉ ଖାଲି ହବନି, ଖାଲି ପଇସା ହିଁ ପଇସା, ଗଦ 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 ପଇସା ହିଁ ବାହାରିବ। ଜାଣିଛୁ ମୁଁ ଏମିତି ବେପାର କରିପାରେ, ବଢିଆ ବେପାର ଜାଣିଛି। ବାବା, ଆରେ ତାହେଲେ ଭଲ କଥା। ଆଉ ମୋର ସୁବିଧା ଅସୁବିଧା ହେଲେ ମୁଁ ତତେ ଡାକି ଦଉଥିବି, ଆଉ ତୁ ଦୋକାନରେ ବସିକିରି ବେପାର କରିଦଉଥିବୁ, ଆଉ ମୁଁ ଘର ଆଡେ ଯାଇକିରି ମୋ କାମ ଧାମ ସାରିକିରି ଆସୁଥିବି। ଆଉ ଭଲ ଭଲ। ତାହେଲେ ଶୁଣେ, ମୁଁ ଏବେ ଟିକେ ଯାଇକିରି ଘର ଆଡେ ବୁଲିକିରି ଆସୁଛି ହେଲା। ତୁ ଦୋକାନଟା ସମ୍ଭାଳୁଥା, ଆସିଲେ ମୁଁ କଥାବାର୍ତ୍ତା ହେବି ତୋ ସହିତ। ଆଉ ହେଲା, ଯାଉଛି। ଓ ଏଇଟା ଗୋଟେ କଥା। ହଁ ହଁ, ଯା ଯା, ଘର ଆଡେ ବୁଲିକିରି ତୋ କାମ ଧାମ ସାରିକିରି ଆସେ, ଆସିଲେ କଥାବାର୍ତ୍ତା ହବା ଆଉ। ହଉ ଯା ହେଲା, ଯା। କିରେ, ତୁ ଦୋକାନରେ ଅଛୁ କିରେ? କଣ? ଆରେ ଗୋପାଳ କୁଆଡେ ଗଲା କି? ହଉ ହଉ, ଛେନାପୋଡ ଗୋଟେ ଅଧ କିଲୋ ଦେଲୁ। ଆରେ ମାଧବ ଭାଇ ଆସିଲ, କଣ ନବ କହୁନ? ମିଠା ପୁରା ଗଦେଇକି ରଖିଛି, ଦେଖୁଛ ତ। ଆରେ ଆମର ଗୋପାଳ ଭାଇ ନୂଆ ଦୋକାନ ଖୋଲିଛି ନା, ସେଥିପାଇଁ ମିଠା ଦୋକାନରେ ମତେ ବସେଇ ଦେଇକି ଯାଇଛି। ଆଉ ଏଥର ତା ବେପାର ସବୁ ସମ୍ଭାଳି ମୁଁ ଏକା। ମୋ ଛଡା ଏ ଗାଁରେ କୋଉ କାମ ହବ ନା କଣ? ମୁଁ ସବୁ କରିପାରିବି ନା। ଆଉ ହେଲା, ତା ଦୋକାନ ମତେ ଦାୟିତ୍ୱ ଦେଇକି ଯାଇଛି, ମୁଁ ସମ୍ଭାଳି ବେପାର କରିବି, ଲାଭ ତାକୁ ଦେବି। ଆଉ କଣ ନବ କୁହ? ତୋର ଖାଲି କଥା ବଡ ପ୍ରବଚନରେ ବାପ। ଦେ ଦେ, ଛେନାପୋଡ ଅଧ କିଲୋ ଦେ, ତାପରେ କଥା ହବା।
ହରେ ମୁଁ ତତେ 5 ଟଙ୍କା ଦେଲି ଏତିକି କଣ ଦେଲୁ? ଏ ସରି ଟିକେ ଭୁଲ ହେଇଗଲା, ଜାଣିପାରିଲିନି। ହଉ ସରି। ହଉ ଶୁଣ ଯାଉଛ ଯେ, କିନ୍ତୁ ଗୋପାଳ ଭାଇକୁ ଦେଖିଲେ ଏ କଥା କିଛି କହିବନି। ହିସାବ ପତ୍ର ଭୁଲ ହେଇଥିଲା ହେଲେ, ନହେଲେ ମୋ ପ୍ରାଣ ଖାଇଦବ ସିଏ। କିରେ ମାଧବ ଭାଇ, ତୁ କୁଆଡେ ଯାଇଥିଲୁ କିରେ? କଣ ଗୋଟେ ଧରିଛୁ ମୋ ଦୋକାନରେ ପୁଡ଼ା ଭଳିଆ ଏକା ଲାଗୁଛି, କଣ ମିଠା ମିଠା ଆଣିଲୁ କି? ହରେ ତୁ ତାକୁ ନେଇକିରି ଦୋକାନରେ ବସେଇଛୁ, ସେ ପଇସା ହିସାବ ଜାଣୁନି, ସିଏ ପୁଣି ଦୋକାନ ସମ୍ଭାଳିବ। ବଢିଆ ଲୋକକୁ ନେଇ ବସେଇଛୁ ନା, ବଢିଆ ଭଲ ନା। ଆରେ ହେ, ମତେ ସେ ରଘୁଆ କହିଲା ଯେ ସେ ସବୁ କିଛି ଜାଣିଛି, ଦେଖିଲା ବେଳକୁ ଏତେ ଲାଭ କରୁଛି। ଶଳା ମତେ ପୁରା ଫସେଇ ଦବ। ତୁ ଆଉ କେବୁ ଉଲ୍ଲା ହଉ କିରେ? ହଁ ହରେ ତୁ କେବୁକୁ ଉଲ୍ଲା ହଉ କହୁନୁ? ତାକୁ ନେଇକିରି ଦୋକାନରେ ବସେଇବାଟା କଣ ଠିକ ହଉଛି ତୋର? ଛାଡେ, ପଇସା ହିସାବ ଜାଣୁନି ତାକୁ ନେଇ ଦୋକାନରେ ବସଉଛି। ହଉ ଶୁଣେ, ମୁଁ ଆଗ ଯାଉଛି, ତା କଥାଟା ଲେଖାଟା ରାଇଡ କରିକି ଆଉଛି, ତାପରେ କଥା ହବା ହେଲା। କିରେ ଗୋପାଳ ଭାଇ, ଘର ଆଡୁ ବୁଲାବୁଲି କରି ଆସିଲୁ ନା? ମୁଁ ପୁରା ବେପାର କରିଦେଇଛି ନା। ମିଠା ମାନେ ଆମର ଛେନାପୋଡ 2 କିଲୋ ନେଇଛି ବା। ଛେନାପୋଡ 2 କିଲୋ ନେଇଛି, ପଇସା ରଖିଛି ପେଟିରେ ଅଛି ହେଲା, ଦେଖେ। ବାପରେ, ତୋ ଭଳିଆ ଲୋକ ରହିଲେ ମୋ ଦୋକାନଟା ପୁରା ବୁଡେଇ ଦଉ। ତୁ ଗଲୁ ଏଠୁ ବେଗି ଖୁରା କାଢିକିରି ବାହାରି ତୋର ମୋର ସମ୍ପର୍କ କଟିଲା। ଯୋଉଦିନ ବେପାର ଭଲେଇ ଜାଣୁ ସେଦିନ ଆଉ ଉଠୁ ଖୁରା କାଢି। ଆରେ ପିଲାମାନେ, ହରି ତମେ ମାନେ ପାଠ ସାଠ ତ ଯାହା ପଢୁଛ ଛାଡ, ମା ଗଙ୍ଗେ ଜାଣନ୍ତି, ହେଲେ ଟିକେ ଖେଳକୁଦ କରୁନ। ଶଳା ମୋ ବୟସରେ ମୁଁ ମାନେ ପୁରା ଅନ୍ତର୍ଜାତୀୟ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇକିରି ପୁରା ଗୋଲ୍ଡ ମେଡାଲ ଲାଇଥିଲି। ହେଲେ କଣ କରିବା ଜାଣିଛ ନା, ସେ ଗୋଲ୍ଡ ମେଡାଲ ବିକି ଦେଇଛି, ଆଉ ମାନେ ବଣିବାକୁ ଦେଇ ଦେଇଛି ଯେ, ହେଲେ କିନ୍ତୁ ମୁଁ ଗୋଲ୍ଡ ମେଡାଲିଷ୍ଟର ଆପ, ଜାଣିଛ ନା? ତମ ନହଳେ ଅକାଳି କି ଅଛି? ଖେଳକୁଦ ଟିକେ କରରେ, ଦେହ ଭଲ ରହିବ। କାଣ ଏମିତି ହଉଛ ରେ? ଖେଳକୁଦ କର। ମୁଁ କିନ୍ତୁ ଜାଣିଛ ତ, ୱାର୍ଲଡ କପ୍ ଗୋଲ୍ଡ ମେଡାଲିଷ୍ଟ। ଥାଉ କାକା, ଏ ଶୁଖିଲା ପବନ ଗୁଡ଼ିକ ଛୋଟ ପିଲାଙ୍କ ଆଗରେ ମାରି କାହିଁ ଅପମାନ ଲୋଡୁଛ? ତମେ ତ କେବେ ବେଟ୍ ଧରି ନଥିବ। କଥାରେ ଅଛି ବା, ସର୍ବକୁ ଲିଶୁଣି ନାହିଁ କି ବଡ ଲୋକକୁ ଉତ୍ତର ନାହିଁ। ଇଏ ତ ବଡ ଲୋକ ଲୋ ମା, ଆକୁ କିଏ କହିବ? ଆରେ ପିଲାମାନେ, ଆମର ନୂଆ ଯେତେ ବି ସବୁ କାହାଣୀ ଆସୁଛି ସେଗୁଡାକ ସବୁ ତମେ ମାନେ ଦେଖୁଛ, କିନ୍ତୁ ଆମର ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କିଛି ବି କରୁନ। ଆଉ ସେଗୁଡାକ ନ କଲେ କେମିତି ଭଲ କାହାଣୀ ଦେଖିବ ଯେ? ନୂଆ ଶିକ୍ଷା ତମକୁ ବି ଶିଖିବାକୁ ପଡ଼ିବ। ତେଣୁ ଚ୍ୟାନେଲଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କମେଣ୍ଟ ସବୁ କର। ଏବଂ ବଡ଼ମାନେ ଯିଏ ବି ଦେଖୁଛ, ଚ୍ୟାନେଲକୁ ଲାଇକ୍ ସେୟାର କର, କାରଣ ଆମେ ଭଲ ଷ୍ଟୋରି ତମମାନଙ୍କ ପାଇଁ ଖୁସିର ସହିତ ବନେଇବୁ। ରହୁଛି, ଭିଡ଼ିଓଟିକୁ ଆଗକୁ ଦେଖ ଏବଂ ମଜା ନିଅ। କି ହଉ ମହାଜନ, ଆପଣ ସମସ୍ତେ ଭଲ ଅଛନ୍ତି ତ? କୁଶଳରେ ଠିକ ଠାକ ସବୁ ଅଛନ୍ତି ନା? ହଇରେ, ତତେ ଗୋଟେ କଥାଟେ ପଚାରିଥାନ୍ତି। ତୁ ତ ଭଲେଇକିରି କୌଣସି ବିଷୟରେ କିଛି ଜାଣିନୁ, କାହିଁକି ସମସ୍ତଙ୍କ ଆଗରେ ଚାଲାକି ଦେଖେଇ ହଉଛୁ? ଲୋକହାନି ଗୋଟେ ଲୋଡୁଛୁ, ସବୁବେଳେ ଅସମ୍ମାନ ପାଉଛୁ, ଏଗୁଡାକ କଣ ଭଲ କଥା? ଆଜ୍ଞା, ଆପଣ ଆଉ କହିଲା ଭଳିଆ କଥା ଯାହା କହୁଛନ୍ତି, ମୋ ଭଳିଆ ଏ ଗାଁରେ କିଏ କେମିତି ଜାଣିବ? ମୁଁ କେଡେ ମହାରଥୀ ହରେଦା ଲୋକ, ଆଉ ମୋ ଭଳିଆ ଜ୍ଞାନ କିଏ ଅଛି କହୁନାହାନ୍ତି? ଆପଣ ମାନେ ସିନା ଗୁରୁଜନ, କିନ୍ତୁ ଆପଣଙ୍କ ପରେ ମୁଁ ଏକା ଗାଁରେ ଏମିତିକା ଗୋଟେ ଚାଲାକି ଲୋକ ଯେ ସବୁ ବିଷୟରେ ଜାଣିଛି। ଆପଣ ହେଲେ କହିଲା ଭଳିଆ କଥା ଯାହା କହୁଛନ୍ତି, ଛି। ହଉ, ତୁ ଯଦି ସବୁ ଜାଣିଛୁ ବୋଲି କହୁଛୁ, ଗୋଟେ ପରୀକ୍ଷାଟେ ନବା। ଆଉ କଣ ମହାଶୟ କହୁନାହାନ୍ତି, କୁହନ୍ତୁ। ଶୁଣେ, ପୁରେଇ ତ ମହାଶୟ କଣ କହିବେ ଶୁଣେ। ଆରେ ହଁ ଶୁଣେ, ତୁ କାଲି ସଭାକୁ ଆସେ, ସବୁ ଗାଁ ଲୋକ ଥିବେ, ସେଇଟା ଆମେ କିଛି ପ୍ରଶ୍ନ ପଚାରିବୁ। ତୁ ଯଦି ସବୁ ଉତ୍ତର ଦେଲୁ ତାହେଲେ ତୁ ଜ୍ଞାନୀ, ଆଉ ନହେଲେ ତତେ ଆମେ ଯାହା କହିବୁ ତୁ ତାହା କରିବୁ। ଆଉ ଆଜ୍ଞା, ଇଏ କଣ କହିପାରିବ କି? ଇଏ ତ ଏମିତିକା ଗୋଟେ ମୂର୍ଖ, ସବୁବେଳେ ଚାଲାକି ଦେଖି ହେଉଛି, କିନ୍ତୁ ପଦ ପକା ହେଇକିରି ନିଜର ଅସମ୍ମାନ ଲୋଡୁଛି। ଆକୁ ଆପଣ କଣ ପଚାରିବେ କି ଏମିତି?
ଆରେ ସମସ୍ତ ଗାଁବାସୀ ଆସିଗଲ, ଭଲ କଥା, ବଢ଼ିଆ କଥା। ସମସ୍ତେ ଧ୍ୟାନ ଦେଇ ଶୁଣ। କାଲି ଖରାବେଳ ସମୟରେ ଆମେ ଗଛ ଚାନ୍ଦିନୀ ପାଖରେ ବସିଥିଲୁ। ସେହି ସମୟରେ ରଘୁଆ ସେହି ବାଟ ଦେଇ ଯାଉଥିଲା। ଆମେ କିଛି ପରାମର୍ଶ ଦେବାରୁ ସେ ଆମ କଥାକୁ ଟାଳିକିରି ଆମକୁ ବହୁତ କିଛି ଶୁଣେଇଲା। ସେ କହିଲା ଯେ ତାର ଭଳିଆ ଚାଲାକି ଏବଂ ବିଦ୍ୱାନ ମଣିଷ କିଏ ନାହିଁ। ତେଣୁ ଆମେମାନେ ନିଷ୍ପତ୍ତି କରିଛୁ ଯେ ତାକୁ କିଛି ପ୍ରଶ୍ନ ପଚାରିବା। ଯଦି ସେ ସତରେ ଚାଲାକି ହୋଇଥାଏ ତାହେଲେ ପ୍ରମାଣ ହୋଇଯିବ, କାରଣ ସେ ଅନେକ କିଛି କାମ କରିଛି ଯାହାଦ୍ୱାରା ଆମ ଗାଁର କ୍ଷତି ଘଟିଛି ଏବଂ ସମସ୍ତେ ତାର କାର୍ଯ୍ୟକୁ ବ୍ୟସ୍ତ ହେଉଛନ୍ତି, ବିବ୍ରତ ହେଉଛନ୍ତି। ତେଣୁ ଆମେ କିଛି ପ୍ରଶ୍ନ ପଚାରିବା। ଯିଏ ଯିଏ ପ୍ରଶ୍ନ ପଚାରିବାକୁ ଇଚ୍ଛୁକ ଅଛ ସେମାନେ ଆଗକୁ ଆସ ଏବଂ ନିଜ ନିଜ ପ୍ରଶ୍ନ ପଚାରିବା ଆରମ୍ଭ କର। ଆରେ ବାପ, କହିଲୁ ଦରିଦ୍ର କମାଇବା ପାଇଁ ସରକାର ଓ ସମାଜର ଭୂମିକା କଣ ରହିବା ଦରକାର? ଯଦି ଏ ଉତ୍ତର ଦେଇଦେବୁ ମୁଁ ଖୁସି ହେବି। ଆଚ୍ଛା କହିଲୁ, ପ୍ରଯୁକ୍ତି ମଣିଷ ଜୀବନକୁ ସହଜ କରୁଛି ନା ତାକୁ କଷ୍ଟ କରୁଛି? ଆଉ ଗୋଟେ ଏପଟେ ଶୁଣେ, ଏପଟେ ମୋ ଆଡେ ଦେଖିବା। ଆଚ୍ଛା କହିଲୁ, ସତ୍ୟ କହିବା ସବୁବେଳେ ଠିକ ନା ଭୁଲ? ଆରେ ବାପ, ମୋ କଥାର ଟିକେ ଉତ୍ତର ଦେଲୁ। ଭଲ ମିତ୍ର ଜୀବନକୁ ବଦଳାଇ ପାରେ କି? କଣ ରଘୁଆ, ସବୁ ପ୍ରଶ୍ନ ତ ଶୁଣିଲୁ। ଥରେ ଭାବିକି ଦେଖ, ଗୋଟିଏ ବି ପ୍ରଶ୍ନର ଉତ୍ତର ଆସିବ ତତେ, କିନ୍ତୁ ତୁ ସବୁବେଳେ ନିଜକୁ ଚାଲାକି ଚତୁର ବୋଲି ଭାବୁଛୁ। ଏବେ ନିଜେ ନିଜେ ବୁଝିପାରିଲୁ ତ ତୋର ଭୁଲ କୋଉଠି ରହୁଛି ଆଉ ତୁ କଣ କରୁଛୁ। ସବୁବେଳେ ଠିକ ଭାବିବାକୁ ଚେଷ୍ଟା କର। ଆଜ୍ଞା, ଆପଣ ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦିଅନ୍ତୁ। ମୁଁ ଆଉ କେବେ ବି କୌଣସି ବି ସମୟରେ ଚାଲାକି ଦେଖେଇବିନି କି ଆପଣମାନଙ୍କ ଆଗରେ ଖାଲିଟାରେ ଜ୍ଞାନ ବାଣ୍ଟିବିନି। ଭୁଲ ହେଇଯାଇଛି ଆଜ୍ଞା, ମତେ କ୍ଷମା କରିଦିଅନ୍ତୁ। ମୁଁ ଆଉ କେବେ ବି କିଛି ଏପରି ଭୁଲ କରିବିନି ଯାହାଦ୍ୱାରା ଆମ ଗାଁର କିମ୍ବା ମୋର ସମ୍ମାନ ନଷ୍ଟ ହେବ। ମୁଁ ଏଥର ସମସ୍ତଙ୍କ ପାଖକୁ ଯାଇ କିଛି ନା କିଛି ଶିକ୍ଷା ଶିଖିବାକୁ ଚାହିଁବି ଏବଂ ସମସ୍ତଙ୍କର ମଙ୍ଗଳ ହେଲା ଭଳି କାର୍ଯ୍ୟ କରିବାକୁ ଚାହିଁବି। ମୋର ଭୁଲ ହେଇଯାଇଛି ଆଜ୍ଞା, କ୍ଷମା କରିଦିଅନ୍ତୁ। ଗୁରୁଜନ ମାନେ, ଆପଣମାନେ କ୍ଷମା କରିଦିଅନ୍ତୁ ମତେ। କିରେ ରଘୁଆ, ଆଜି ସକାଳୁ ସକାଳୁ ମୋ ଦୋକାନ ଆଗକୁ କଣ କିଛି କାମ ଥିଲା କିରେ? ନା ମିଠା ଖାଇକିରି ଏଇଠି ବାହାସ୍ପଟ ମାରିବାକୁ ଆସିଛୁ ହେରି ମୋ ପାଖକୁ? କଣ କଣ ସତ କଥାଟା ଟିକେ କହିଲୁ। ଆରେ ଗୋପାଳ ଭାଇ, ନାଇଁ ନାଇଁ, ଶୁଣେ, ମୁଁ ଆଉ ମିଠା ଖାଇବିନି କି ବାହାସ୍ପଟ ମାଗିବିନି। ମୁଁ ଏଥର ବଦଳି ଯିବି, ତମ ମାନଙ୍କ ଠାରୁ କିଛି କିଛି ବିଦ୍ୟା ଶିଖିବି ଆଉ ମୋ ନିଜ ଜୀବନରେ କିଛି କାମରେ ଲଗେଇବି। ମୁଁ ଭାବୁଥିଲି ତୁ ମତେ ଟିକେ ବ୍ୟବସାୟ ବିଷୟରେ ଶିଖେଇ ଦେବୁ କି? ଆରେ ଏଇଟା ଗୋଟେ କଥା, ତୁ କାଲିଠୁ ସବୁଦିନ ତୋ ସମୟ କାଢିକିରି ଆସେ। ମୁଁ ତତେ ବ୍ୟବସାୟ କରିବାର ନିଶ୍ଚୟ ଶିଖେଇଦେବି, ଆହୁରି ଭଲରେ ଶିଖେଇବି। କିନ୍ତୁ ତୁ ବଦଳିବାକୁ ଚେଷ୍ଟା କରେ, ଏମିତି ରହିଲେ ତୁ କିଛି ଶିଖିପାରିବୁନି। କାଲିର କଥା ହେତୁ ଅଛି ନା ନାହିଁ ତୋର? ହଁ ଗୋପାଳ ଭାଇ, ଶୁଣେ, ମୁଁ ଟିକେ ଆମର ସେଇ ହରିଏ ଭାଇ ପାଖକୁ ଯାଇକି ଆସିଛି, ତାପରେ ତୋ ସହିତ କଥା ହେବି, ହେଲା? କିରେ ରଘୁଆ, ଆଜି କଣ ସକାଳୁ ସକାଳୁ ମୋ ପାଖକୁ କଣ କିଛି କାମ ଥିଲା କିରେ? ନା ଆଉ ଥରେ ବିଚାର କରିବାକୁ ଆସିଛୁ? ନାଇଁ ନାଇଁ, ସେମିତି ନାଇଁ ଯେ, ତୁ ଏଥର ବଦଳି ଯାଇଥିବୁ ମୁଁ ଭାବୁଛି। ହଁ ରେ ହରିଆ ଭାଇ, ଆରେ ମୁଁ ତୋ ପାଖକୁ ଆସିଥିଲି କାହିଁକି ବେଲେ, ତୁ ମତେ ଟିକେ ଚାଷବାସ ବିଷୟରେ ଶିଖେଇ ଦେବୁନି? ମୁଁ ଟିକେ ଭାରି ଜାଣିବାକୁ ଇଚ୍ଛାରେ ମତେ। ଆରେ ଏଇଟା ଗୋଟେ କଥା, ତୁ କିଛି ଚିନ୍ତା କରନା ହେଲା, ମୁଁ ତତେ ଶିଖେଇବା ଦାୟିତ୍ୱ ମୋର, ହେଲା? ତୁ ଭଲ କରି ଏଥର ଚାଷ କରିବୁ। ଆଉ ଆଜ୍ଞା, ଆପଣ ମାନେ ଆମର ନୂଆ ନୂଆ ଭିଡିଓ ସବୁ ଦେଖୁଛନ୍ତି କିନ୍ତୁ ଲାଇକ୍, ସେୟାର, ସବସ୍କ୍ରାଇବ କିଛି ବି କରୁନାହାନ୍ତି, ସେଗୁଡାକ ବି କରନ୍ତୁ, ଆମକୁ ଖୁସି ଲାଗିବ। ଏବଂ ତା ସହିତ ଆମର ନୂଆ ନୂଆ ଭିଡିଓକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ, ଯାହା ଫଳରେ ଆପଣଙ୍କୁ ଖୁସି ଲାଗିବ। ରହୁଛୁ ଆଜ୍ଞା।